ଆଜି ଆମ ସାଙ୍ଗର ବାହାଘର ଆମେ ଦି ଭାଇ ବାହାରିଲୁ ମାର୍କେଟିଂ କରିବା ପାଇଁ ସାଙ୍ଗର କିଛି ସାମାନ ଦରକାର ଥିଲା ତା ଭିତରେ ମତେ ଗୋଟେ ମେସେଜ ଆସିଲା ମୋ ଆକାଉଣ୍ଟକୁ ଏତେ ବଡ ଆମାଉଣ୍ଟ ଗୋଟେ କ୍ରେଡିଟ୍ ହେଲା ତ ସେଇଟା ଦେଖିକି ମୁଁ ଡରିଗଲି ସାଙ୍ଗେ ସାଙ୍ଗେ କଣ କଲି ମୁଁ ଯାଇକି ମୋ ଆକାଉଣ୍ଟ ଚେକ୍ କଲି ଯେ ହଁ ସତରେ ଏତେ ବଡ ଆମାଉଣ୍ଟ ଆସିଛି ତ ସେଇଠି ମୁଁ ଆଉ କିଛି ଡିସିସନ ନ କରିପାରି ସାଙ୍ଗର ମ୍ୟାରେଜ ଅଛି ଯେହେତୁ ତାର କୋଇ ସାମାନ ଦରକାର ଜଲ୍ଦି ତ ଆମେ ଦି ଭାଇ ବାହାରି ପଡିଲୁ ମାର୍କେଟିଂ କରିବା ପାଇଁ ତ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆପଣ ଲାଷ୍ଟରେ ଜାଣିପାରିବେ ପଇସା କିଏ ପଠେଇଥିଲା କାହିଁକି ପଠେଇଥିଲା ଆଉ କଣ ପାଇଁ ପଠେଇଥିଲା। ହାଇ ହ୍ୟାଲୋ ନମସ୍କାର ମୁଁ କୁନାଲ ଆପଣମାନଙ୍କୁ ନୂଆ ଏକ ବ୍ଲଗକୁ ସ୍ୱାଗତ କରୁଛି ତ ଆପଣମାନେ ଥମ୍ବନେଲ୍ ଦେଖି ଜାଣିପାରୁଥିବେ ଆଜି ମୋ ସହିତ କଣ ହେଇଛି ଯେହେତୁ ଆଜି ସାଙ୍ଗର ବି ବାହାଘର ତ ଆମେ ମାର୍କେଟିଂ ପାଇଁ ବାହାରି ଆସିଛୁ ତ ଆମେ ମାର୍କେଟିଂ ଆଗେ କରିଦେବା ତାପରେ ସେଇ ବିଷୟରେ ଆମେ ଡିସ୍କସ୍ କରିବା କଣ ହେଇଛି କଣ ନାହିଁ ତ ଚାଲନ୍ତୁ ମାର୍କେଟିଂଟା କାମ ସାରିଦେବା। ବର୍ତ୍ତମାନ ଆମେ ଷ୍ଟେସନ ଛକରେ ଗୋଟେ ଫୁଲ ଦୋକାନରେ ପହଞ୍ଚିଗଲେ ତ ସାଙ୍ଗକୁ କିଛି ଫୁଲ ମାଳ ଦରକାର ଥିଲା ତ ସେଇଠୁ ଭାଇଙ୍କୁ କହିଲେ ଭାଇ ପତଳା ପତଳା ଫୁଲ ମାଳ ଅଛି ଆମକୁ ଟିକେ ମୋଟା ଫୁଲ ମାଳ ଦେଖ ତ ଭାଇ ମୋଟା ଫୁଲ ମାଳ ଆଣିକି ଆମକୁ ଟିକେ ଦେଖିଲେ କିନ୍ତୁ ତାପରେ ବି ଆମକୁ ଟିକେ କମ୍ ମୋଟା ଲାଗିଲା ତ ସେଇଠୁ ଆମେ ଦେଖିଲେ ଯେ ହଁ ଠିକ୍ ଠାକ୍ ହବ କିନ୍ତୁ ହେଭି ବହୁତ ଲାଗୁଥିଲା ତ ସେଇ ଇଏରେ ମୁଁ ଟିକେ ମୋ ସାଙ୍ଗକୁ ଟିକେ ପିନ୍ଧେଇଦେଲି କେମିତି ଦେଖାଉଛି ସେ ଦେଖିଥିଲି ହଁ ବଢ଼ିଆ ଦେଖାଉଛି ଠିକ୍ ଅଛି ହଉ ଛାଡ଼ ତ ଆମକୁ ଏତେ ଠିକ୍ ଲାଗିଲାନି ଫୁଲ ବି ଟିକେ ଖରାପ ଥିଲା ତ ସେଇଥିପାଇଁ ସେଠୁ ଚେଞ୍ଜ କରିକି ଆମେ କ'ଣ କଲେ ଷ୍ଟେସନ ଛକରେ ସାଇଡ଼ରେ ଆଉ କିଛି ଦୋକାନ ଥିଲା ତାକୁ ଟିକେ ନଜର ପକେଇଲେ ବହୁତ ଛୋଟ ଛୋଟ ବହୁତ ପତଳା ପତଳା ଫୁଲ ମାଳ ଥିଲା ତ ସେଠୁ ସିଫ୍ଟ ହେଇକି ଆମେ କ'ଣ ପଳେଇଲେ ଫାଣ୍ଡି ଛକକୁ ପଳେଇଲେ ଫାଣ୍ଡି ଛକରେ ଯାଇକି ଦେଖିଲା ବେଳକୁ ସେଠି ମାଳ ଯୋଉ ଭଳିଆ ଆମେ ଚାହୁଁଥିଲେ ସେଇଭଳିଆ ମାଳ ପୁରା ଏଇଠି କଲେକ୍ସନ ଟାଙ୍ଗା ହେଇଛି ତ ଆମେ କ'ଣ କଲୁ ସେଇଠୁ ଆମେ ଦେଖିଲେ ପୁଣି ମାଳ ଗୁଡ଼ା କେମିତି ହେଇଛି କ'ଣ ହେଇଛି ତ ଏଇଠି ଯୋଉ ମୁଟା ଆମେ ଚାହୁଁଥିଲେ ମାଳ ସେଇଭଳିଆ ଅଛି ତ ଆମେ ପଚାରିଲେ ରେଟ୍ କେତେ ତ ପଚାରିଲା ବେଳକୁ କେହି କହୁନାହାନ୍ତି ତାପରେ ସେ ସାଇଡ଼ରେ ଗୋଟେ ଭାଇ ବସିଥିଲେ ସେ କହିଲେ ଏଠି ସେ ଦୋକାନୀ ନା ଦୋକାନୀ ସେଠି ଦେଖିଲା ବେଳକୁ ମାଉସୀ ତାର ଏଠି ବସିକି ରାସ୍ତା କଡ଼ରେ ବିକୁଛନ୍ତି ତ ସାଙ୍ଗେ ସାଙ୍ଗେ ମାଉସୀ ଡାକିଲି ମାଉସୀ ଆସନ୍ତୁ ଆମେ ଟିକେ ମାଳ ନେବା ଆପଣ କେତେ କ'ଣ ରେଟ୍ ଅଛି ଆମକୁ ଟିକେ କୁହନ୍ତୁ ତ ମାଉସୀ ତାପରେ ବାହାରିକି ଆସିଲେ ସେଠୁ ତାପରେ ଫୁଲ ମାଳ ଗୁଡ଼ାକ ଆମେ ଭଲ ଭାବେ ଦେଖିଲେ କିନ୍ତୁ ଧ୍ୟାନ ତ ମୋର ମାର୍କେଟିଂ ଉପରେ ନାହିଁ ଧ୍ୟାନ ତ ମୋ ଆକାଉଣ୍ଟ ଉପରେ ମୋ ସହିତ କ'ଣ ହେଇଛି ଆପଣ ଜାଣିଛନ୍ତି ତାପରେ ମୁଁ କ'ଣ କଲି ଗୋଟେ ଗୋଟେ ଫୁଲ ମାଳକୁ ଦି ହାତରେ ଧରିଲି କୋଉଥିରେ ଫୁଲ ଝଡ଼ୁଛି କି ଝଡ଼ୁନି ତାକୁ ଦେଖିଥିଲି ଭଲ ଭାବେ ତ ଏଇ ଦୁଇଟାକୁ ଆମେ ଫାଇନାଲ୍ କରିଦେଲୁ ତା ଭିତରେ ଆଉ 15 ପିସ୍ ଆମକୁ ଗୋଲାପ ଫୁଲ ଦରକାର ଥିଲା ତ ମୁଁ ସାଙ୍ଗେ ସାଙ୍ଗେ କ'ଣ କଲି ଗୋଲାପ ଫୁଲ 15 ପିସ୍ ବାଛିଦେଲି ସେଇ ଗୋଲାପ ଫୁଲ ବାଛିବା ଭିତରେ ମୋତେ ଗୋଟେ ମାଳ ବହୁତ ଭଲ ଲାଗିଲା ତ ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏ ମାଳର ନାମ କ'ଣ। ତାପରେ ଯୋଉ 15 ପିସ୍ ମୁଁ ଗୋଲାପ ଫୁଲ ଚଏସ୍ କରିଥିଲି ମାଉସୀ ତାକୁ କାଟି କୁଟାକି ପୁରା ରେଡ଼ି କରିଦେଲେ ରେଡ଼ି କରି ପ୍ୟାକ୍ କରିକି ଆମକୁ ଧରେଇଦେଲେ ତାପରେ ଆମେ ସେଠୁ ବାହାରିଲେ ପୁଣି ଆଉ କିଛି ଜିନିଷ କିଣିବା ପାଇଁ ଯେଟା କି ବର୍ତ୍ତମାନ ଆମର ମେନ୍ ଜିନିଷ ଯେ କି ଆମେ ସାଙ୍ଗେ ସାଙ୍ଗେ ପହଞ୍ଚିଗଲା ପରେ ଆମେ ଡିସ୍କସ୍ କଲୁ ଭାଇ କୋଉଟା ନେବା କ'ଣ ନାହିଁ ଡିସ୍କସ୍ କରିସାରିଲା ପରେ ଆପଣମାନେ ଦେଖନ୍ତୁ ଆମେ କ'ଣ ନେଲୁ। ବର୍ତ୍ତମାନ ଆମେ ମୋତିଗଞ୍ଜରେ ଗୋଟେ ବାଣ ଦୋକାନରେ ପହଞ୍ଚିଗଲୁ ତ ସେଠୁ ଆମେ କିଛି ଛୋଟ ସାଇଜର ଗଡ଼ମା ନେଲୁ ଆଉ କିଛି ବଡ଼ ସାଇଜର ଗଡ଼ମା ନେଲୁ ତ ସେଠି ଆମେ ବହୁତ କିଛି ବାଣ ନେଲୁ ଯେ କି ଆମେ ଏତେ କ୍ଲିପ୍ କଲେ ଭିଡ଼ିଓଟା ଲମ୍ବା ହେଇଛି ତ ଆପଣମାନେ ଏଠି ଦେଖିପାରୁଥିବେ କେତେ ବଡ଼ ବ୍ୟାଗ୍ରେ ଆମେ ସାମାନ ନେଇଛୁ ତ ଆପଣ ଏଇଠୁ ଜାଣିପାରୁଥିବେ ଆମେ କେତେ ବାଣ ନେଇକି ଯାଉଛୁ ତ ଆଜି ପୁରା ଝିଅ ଘର ଏରିଆ ପୁରା ଉଡ଼ିବ ପୁରା ସେଇ ପ୍ଲାନିଂରେ ଆମେ ବାଣଟା ନେଇକି ଯାଉଛୁ। ବର୍ତ୍ତମାନ ମାର୍କେଟିଂକୁ ଖତମ କରିକି ଆମେ ବର୍ତ୍ତମାନ ଗାଡ଼ିରେ ଲୋଡ୍ କରିଦେଲୁ ବାଣଟାକୁ ଆଗରେ ଆଉ ମୋ ସାଙ୍ଗ ଧରିକି ବସିଗଲା ଫୁଲକୁ ପଛରେ ତ ଆମେ ଦି ଭାଇ ଚାଲୁ ଟାଇମ୍ ହେଲାଣି ଓଭର ହେଲାଣି ସାଙ୍ଗ ସେଇଠୁ ବାର ବାର କଲ୍ କଲାଣି ତ ଆମେ ସାଙ୍ଗେ ସାଙ୍ଗେ ଘରେ ପହଞ୍ଚିକି ପୁରା ରେଡ଼ି ହେଇକି ଆପଣଙ୍କ ସହିତ କଥା ହେଉଛୁ। ବର୍ତ୍ତମାନ ଆମେ ବରଯାତ୍ରୀ ଯିବା ପାଇଁ ଦି ଭାଇ ପୁରା ରେଡ଼ି ହେଇଗଲୁ ମୁଁ କ୍ୟାମେରା ଅନ୍ କରିଦେଲି ମୋ ଭାଇ ପଛକୁ ପଳେଇଲା ଆଉ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ ଆମେ ଦି ଭାଇ ଆଜି କେମିତି ଦେଖାହେଉଛୁ ଆଉ ବିଶେଷ କରି ମୋ ଭାଇକି ଜଣେଇବେ ଆଜି ଫାର୍ଷ୍ଟ ଟାଇମ୍ ସେ କୁର୍ତ୍ତା ପିନ୍ଧିଛି ସେ କେବେ କୁର୍ତ୍ତା ପିନ୍ଧିନଥିଲା ଆଉ ଆପଣମାନେ ଜାଣିଛନ୍ତି ମୁଁ କୋଉ ଟେନସନ୍ରେ ଅଛି ତ ଅଳ୍ପ ଟାଇମ୍ ଭିତରେ ଆପଣ ଜାଣିପାରିବେ ଆଜି କ'ଣ ହେଇଥିଲା ମୋ ସହିତ। ଆଜି ଦିନବେଳେ ହଳଦୀ ସେରିମନି ହେଇଥିଲା ତ ମୁଁ କିଛି କାମ କାରଣରୁ ମୁଁ ଯାଇପାରିନଥିଲି ତ ମୋ ସାଙ୍ଗସାଥି ଗୁଡ଼ା ବହୁତ ମଜାମସ୍ତି କରୁଛନ୍ତି ଆପଣମାନେ କ୍ଲିପ୍ ଦେଖିକି ଏନ୍ଜୟ କରନ୍ତୁ। ବର୍ତ୍ତମାନ ଭାଇ ଆମର ରେଡ଼ି ହେଇଗଲା ମାନେ ବର ବର୍ତ୍ତମାନ ରେଡ଼ି ହେଇଗଲା ତ ତାଙ୍କର ଯୋଉ ବାଜା ବାଜୁଥିଲା କେମିତି ବାଜୁଥିଲା ଶୁଣନ୍ତୁ। ଏଇ ବାଜା ଆବାଜ ଶୁଣିକି ଆମ ସାଙ୍ଗସାଥି କିଛି ଅଧଘଣ୍ଟା ପାଇଁ କି କୁଆଡ଼େ ଗାୟବ ହେଇଗଲେ ତାପରେ ଯୋଉ ଏଣ୍ଟ୍ରି ମାରିଲେ ଆପଣମାନେ ଦେଖନ୍ତୁ।
ବର୍ତ୍ତମାନ ଏଠି ଭାଇର ଗେମ୍ ଓଭର ହେଇଗଲା। ଭାଇ ସହିତ ଆମର ଆଉ କିଛି ଲେନଦେନ ନାହିଁ। ସେ ସିଙ୍ଗଲ ମିଙ୍ଗଲ ହେଇଗଲା। ସିଙ୍ଗଲ ଗ୍ରୁପରୁ ଭାଇକୁ ଆମେ କାଢ଼ିଦେଲୁ। ବର୍ତ୍ତମାନ ଏବେ ଯେଉଁ ମୋ ମନ ଭିତରେ ଯେଉଁ କଷ୍ଟଟା ଅଛି, ଆମେ ଦୁଇ ଭାଇ ଭାବିଥିଲେ ଥାଇଲାଣ୍ଡ ଯିବା ବୋଲି, ସେ ସ୍ୱପ୍ନ ରହିଗଲା। କାହିଁକି ନା ଲାଷ୍ଟରେ ଏବେ ଜଣାପଡ଼ିଲା ମୋ ଆକାଉଣ୍ଟକୁ ଯେଉଁ ବଡ଼ ଆମାଉଣ୍ଟଟା ଚଢ଼ିଥିଲା ସେଇଟା ହେଲା ଯିଏ ବାହା ହେଉଛି ସେ ମୋତେ ପଠାଇଥିଲା, ତାର କିଛି କାମ ଥିଲା ବୋଲି। ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗିଥିବ ତ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ପୁଣି ଥରେ ଦେଖା ହେବ ନୂଆ ବ୍ଲଗ୍ରେ। ଜୟ ଜଗନ୍ନାଥ।